ସମସ୍ତଙ୍କୁ ମୋ ନମସ୍କାର। ମୁଁ ଇତିଶ୍ରୀ। ଆକ୍ଚୁଆଲି ଆଜିର ଭିଡ଼ିଓ ମୁଁ ଏଇଥିପାଇଁ ବନେଇଛି ଯେ ଏବେ ଯେଉଁ ରିସେଣ୍ଟ ସେଲା ଲେକ୍ରେ ଯେଉଁ ଇନସିଡେଣ୍ଟ ହେଇଛି ତ ସେଇ ରିଲେଟେଡ଼ ମୋତେ କିଛି ଯେହେତୁ ମେସେଜ୍ କନଭେ କରିବାର ଥିଲା ସେଥିପାଇଁ ମୁଁ ଏଇ ଭିଡ଼ିଓ ବନାଉଛି। ଆମେ ବି ରିସେଣ୍ଟ ଏବେ ତୱାଙ୍ଗ କରିକି ଆସିଛୁ ସେଲା ଲେକ୍, ମାଧୁରୀ ଲେକ୍, ପିଟିସୁ ଲେକ୍ ଆମେ ସବୁ ଯାଇକି କରିକି ଆସିଛୁ ଏବେ। ହେଲେ କିଛି ଦିନ ପୂର୍ବରୁ ଯେଉଁଠି ଏତେ ମାନେ ଟୁରିଷ୍ଟ ମାନେ ଏତେ ଖୁସିରେ ଯାଉଥିଲେ କ'ଣ ଏବେ ଗୋଟେ ଯାହାହେଲେ ବି ଟୁରିଷ୍ଟମାନଙ୍କ ଭିତରେ ମାନେ ଯାହାହେଲେ ଗୋଟେ ଭୟ କେଉଁଠି ନା କେଉଁଠି ଆସିଛି। ତ ମୁଁ ସେଇ ରିଲେଟେଡ଼ କିଛି କହିବା ପାଇଁ ଚାହୁଁଛି। ଆକ୍ଚୁଆଲି ଆପଣମାନେ ଯିଏ ବି ଯାଉଛନ୍ତି ବୁଲିବା ପାଇଁ ଯୁଆଡ଼େ ଦୟାକରି ଆଭଏଡ଼ କରନ୍ତୁ କି ଇନଷ୍ଟାଗ୍ରାମ କିମ୍ବା ଇନଷ୍ଟାଗ୍ରାମ ସର୍ଟ ଭିଡ଼ିଓ ହଉ କିମ୍ବା ୟୁଟ୍ୟୁବର ସର୍ଟସ୍ ଭିଡ଼ିଓ ହଉ କି ଇନଷ୍ଟାଗ୍ରାମର ରିଲ୍ ହଉ ତ ଆପଣ ସେଗୁଡ଼ାକ ସବୁ ଦେଖିକି ଯିବା ଆଭଏଡ଼ କରନ୍ତୁ। ଆପଣ ଆକ୍ଚୁଆଲି ଯଦି କୁଆଡ଼େ ଟ୍ରାଭେଲ୍ କରିବା ପାଇଁ ଚାହୁଁଛନ୍ତି, ସେ ଜାଗା ବିଷୟରେ ଆପଣ ଜାଣିବା ପାଇଁ ଚାହୁଁଛନ୍ତି, ଆପଣ ଆଗ୍ରହ ଅଛି ତାହେଲେ ଆପଣ ଟ୍ରାଭେଲ୍ କରନ୍ତୁ। ଆଉ ଯଦି ଆପଣ ଇନଷ୍ଟାଗ୍ରାମର ୟୁଟ୍ୟୁବର ଭିଡ଼ିଓ ଦେଖିକି ଆପଣ ସେଠିକି ଯାଉଛନ୍ତି ତାହେଲେ ସେଇଟା ଠିକ୍ ଜିନିଷ ନୁହଁ। ସେକେଣ୍ଡ କଥା ହେଉଛି କି ଆପଣ ଯାହା ସହିତ ବି ଯାଉଛନ୍ତି ଆଇଦର ଲୋକାଲ ଗାଇଡ଼କୁ ନେଇକି ଯାଉଛନ୍ତି କିମ୍ବା ଡ୍ରାଇଭର ଭାଇମାନଙ୍କୁ ଯାହା ସହିତ ବି ଯାଉଛନ୍ତି ତ ତାଙ୍କର ସେ ଯାହା ବି ଆପଣଙ୍କୁ କହୁଛନ୍ତି ସେଇଟା ଆପଣ ଫଲୋ କରନ୍ତୁ ତାଙ୍କ ଇନଷ୍ଟ୍ରକ୍ସନ୍। କାରଣ ସେମାନେ ସେଠାକାର ଲୋକାଲ କିମ୍ବା ସେମାନେ ସେଠାର ସିଚୁଏସନ୍କୁ ନେଇକି ତାଙ୍କର ଏକ୍ସପିରିଏନ୍ସ ଅଛି, ସେମାନେ ଜାଣିଛନ୍ତି କି କେଉଁଠି କେମିତି କ'ଣ କରାଯାଏ। ତ ସେଇଟା ଆପଣ ମାନନ୍ତୁ। ଆପଣଙ୍କୁ ଯେଉଁଠି କୁହାହେଉଛି କି ଯେଉଁଠି ଠିଆ ହେଇକି ଫଟୋ ଉଠାଇବା କଥା ଫଟୋଗ୍ରାଫି ସେଠି କରନ୍ତୁ, ଯେଉଁଠି ଠିଆ ହେଇକି ଭିଡ଼ିଓ କରିବା କଥା ସେଇଟା ଆପଣ କରନ୍ତୁ। ଆଉ ଆପଣ କାହା କଥା ନ ଶୁଣିକି ମନ ଇଚ୍ଛା କରନ୍ତୁନି, କାରଣ ଆପଣ ଜାଣିନାହାନ୍ତି ସେ ଜାଗା ବିଷୟରେ, ଆପଣ ଗୋଟେ ଥର ପାଇଁ ଯାଇଛନ୍ତି। ତ ମୁଁ କହିବି କି ମାନେ ମୁଁ ମୋ ଏକ୍ସପିରିଏନ୍ସରୁ କହିବି କି ଆପଣ ଯେଉଁ ଗାଇଡ଼ ଥ୍ରୁରେ ଯାଇଛନ୍ତି କିମ୍ବା ଯେଉଁ ଡ୍ରାଇଭର ଭାଇଙ୍କ ଥ୍ରୁରେ ଯାଉଛନ୍ତି କି ଯେଉଁ ଟ୍ରାଭେଲ୍ ଏଜେନ୍ସି ଥ୍ରୁରେ ଯାହା ଥ୍ରୁରେ ବି ଯାଉଛନ୍ତି ଆପଣଙ୍କ ସେଫ୍ଟି ମ୍ୟାଟର୍ କରୁଛି ନିଜ ପାଇଁକି। ଆଉ ଲାଇଫ୍ ନୁହଁ କି ଗୋଟେ ଥର କେଉଁଠିକି ବୁଲିବା ପାଇଁ ଯାଇଛେ ସେଇଠି ଆମେ ପୁରା ଆଡ଼ଭେଞ୍ଚର୍ କରିଦେବା, ସେଇଠି ସରିଗଲା ଆଉ ତାପରେ ନେକ୍ସଟ ଆମେ ଆଉ କୁଆଡ଼େ ଯାଇପାରିବାନି, ସେମିତି ନୁହଁ। ତ ଆଉ ତାପରେ ଆଉ ଗୋଟେ କଥା ହେଉଛି କି ଲାଇଫ୍ରେ ଆମର କେତେବେଳେ କ'ଣ ହେବ ଆମେ ବି ଜାଣିନେ, କିନ୍ତୁ ପ୍ରିକସନ୍ ଆମ ହାତରେ ଅଛି ତ ଆମେ କାହିଁକି ନ ନେବା। ତ ସେଥିପାଇଁ ମୁଁ ସମସ୍ତଙ୍କୁ ବାରମ୍ବାର କହିବି କି ଯେଉଁଠି ବି ଆପଣ ବୁଲିବାକୁ ଯାଉଛନ୍ତି ଲୋକାଲର ଯେଉଁମାନେ ଗାଇଡ଼ ଅଛନ୍ତି, ଯେଉଁମାନେ ବି ଆପଣଙ୍କ ସହିତ ଯାଇଛନ୍ତି ସେମାନଙ୍କ କଥା ଶୁଣନ୍ତୁ। ଆଉ ଯେଉଁ ମାନେ ଏବେ ଯେଉଁ ଇନସିଡେଣ୍ଟ ହେଇଛି ସେଠି ଲେଖା ବି ହେଇଛି କି ଫ୍ରୋଜନ୍ ଲେକ୍ ଉପରେ ଚାଲନ୍ତୁନି ବୋଲି। ଯଦି ତୁମମାନେ ପଢ଼ିକି ବି ଯଦି ଆପଣମାନେ ସେ ଭିତରକୁ ଯାଉଛ ତାହେଲେ ସେଇଟା ବି ଆପଣମାନଙ୍କର ହିଁ ଭୁଲ, କାହାର ବି ଭୁଲ ନୁହଁ। ସେଠି ଲେଖା ବି ହେଇଛି ଷ୍ଟ୍ରିକ୍ଟଲି କି ସେଠିକି ଯାଆନ୍ତୁନି ବୋଲି, ସେଠିକି ଚାଲନ୍ତୁନି ଫ୍ରୋଜନ୍ ଲେକ୍ ଉପରେ ବୋଲି। କାରଣ ସବୁଠି ବରଫର ଲେୟାର ଯେଉଁ ଅଛି ସମାନ ନାହିଁ। ତ ସେଇଟା ବି ମାଇଣ୍ଡରେ ରଖନ୍ତୁ ସମସ୍ତେ, ମୁଁ ଏଇଟା ବି କହିବି। ତ ରିକ୍ୱେଷ୍ଟ କରିବି କି ଯିଏ ବି ଯାଉଛନ୍ତି ସେଠିକି ନିଜର ପ୍ରିକସନ୍ ରଖନ୍ତୁ, ନିଜର ସେଫ୍ଟି ପ୍ରିକସନ୍ ନିଜେ ନିଅନ୍ତୁ। ଲାଇଫ୍ ବହୁତ ମାନେ ଭ୍ୟାଲୁଏବଲ୍। ଆଉ ଆମେ ଏମିତି ସାରିବାକୁ ତ ଲାଇଫ୍ ନାହିଁ କେବେ। ଆଉ ତାପରେ କାହାର ବି କେତେବେଳେ କ'ଣ ହେବ ସେଇଟା ବି ଆମେ ଜାଣିନେ, କିନ୍ତୁ ଆଟଲିଷ୍ଟ ଟିକେ ତ ସେ ଜିନିଷ କରନ୍ତୁ। ଆଉ ଯାହା ବି ହେଲା ସେଟା କିଛି ମାନେ ଭଲ ବି ହେଲାନି, କାରଣ ଆମେ ଯେତେବେଳେ ଗୋଟେ ମାନେ ଅଫିସର ଯେତେବେଳେ ପ୍ରୋବ୍ଲେମ୍ ଆସେ କିମ୍ବା ଆମେ ମେଣ୍ଟାଲି ଯେତେବେଳେ ଡିପ୍ରେସ୍ ହଉ କି କ'ଣ ସେଥିପାଇଁ ଆମେ ଟ୍ରାଭେଲ୍ କରୁ, ଖୁସି ପାଇଁ ଟ୍ରାଭେଲ୍ କରୁ। ଆଉ ସେ ଟ୍ରାଭେଲ୍ର ଖୁସିଟା କେବେ ଦୁଃଖରେ ପରିଣତ ନ ହଉ। ତ ଏତିକି ମୋତେ ଜଣାଇବା ଥିଲା। ମାନେ ପୁରା ଟ୍ରାଜିକ୍ ଇନସିଡେଣ୍ଟ ହେଲା ଯାହା ବି ହେଲା, କାରଣ ସେଠୁ ଆମେ ରିସେଣ୍ଟ ଏବେ ଆସିଛୁ, କେତେ ମଜାମସ୍ତି କରିକି ଆସିଥିଲୁ। ତ ଯାହା ବି ମାନେ ଏବେ ନ୍ୟୁଜ୍ ଆସୁଛି ଦେଖିକି ଭଲ ଲାଗୁନି, କାରଣ ଆମେ ବି ରିସେଣ୍ଟ ସେଇଠୁ ହିଁ ସେଇ ଟିକେ କମ୍ ମାନେ ଆଗରୁ ଫଟୋ ବି ଉଠେଇକି ଭିଡ଼ିଓ ବି କରିକି ସେଠୁ ଆସିଛୁ। ତ ଯିଏ ଯିବା କଥା ସିଏ ଆକ୍ଚୁଆଲି ପଳାଏ, ତା ଘର ଲୋକ ଯିଏ ରହିଯାନ୍ତି ସେମାନେ ସଫର କରନ୍ତି ସେ ଜିନିଷ। ତ ଏଇଟା ପୁରା ହମ୍ବଲ୍ ରିକ୍ୱେଷ୍ଟ ଗୋଟେ, ଦୟାକରି ଇନଷ୍ଟାଗ୍ରାମ, ଫେସବୁକ୍, ୟୁଟ୍ୟୁବର ଭିଡ଼ିଓ ଦେଖି ଜମା ବି ଯାଆନ୍ତୁନି। ଆପଣଙ୍କୁ ଯଦି କିଛି ଅଲଗା କେଉଁ କଲଚର୍ ବିଷୟରେ ଜାଣିବାର ଅଛି କି କ'ଣ କରିବାର ଅଛି ସେଇଟା ଯଦି ଆପଣଙ୍କ ଘରେ ଅଛି ଆପଣ ତାହେଲେ ଯାଆନ୍ତୁ। ଆଉ ଦୟାକରି ପ୍ଲିଜ୍ 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 ଆପଣମାନେ ଯାହା ସହିତ ବି ଯାଉଛନ୍ତି ତାହାର କଥା ଟିକେ ଶୁଣନ୍ତୁ। ତାପରେ ମୁଁ ବି ବହୁତ ଲୋକଙ୍କୁ ଦେଖିଛି ଯେଉଁମାନେ ବୁମଲା ପାସ୍ ଯାଉଛନ୍ତି, ଇଣ୍ଡିଆ ଚାଇନାର ବର୍ଡ଼ର ଯେଉଁଠି ଅଛି ସେଠି ଆକ୍ଚୁଆଲି ଯେଉଁଠି ମନା କରାହେଉଛି ଫଟୋ ଉଠାଇବା ପାଇଁ ସେଠି ଉଠାନ୍ତୁନି। ସେଟା ଆମର ଇଣ୍ଡିଆର ସେଫ୍ଟି ଉପରେ ମାନେ ଡିପେଣ୍ଡ କରୁଛି। ତ ଉଠାନ୍ତୁନି, ଆର୍ମି କ୍ୟାମ୍ପ ଗୁଡ଼ାକର ଫଟୋ ଉଠାନ୍ତୁନି, ଆର୍ମିମାନଙ୍କର ଗାଡ଼ି ଯେଉଁ ଯାଉଛି ସେଗୁଡ଼ା ସବୁ ଫଟୋ କିଛି ଉଠାନ୍ତୁନି। ସେଟା କିଛି ଫଟୋଗ୍ରାଫି କରିବା ନିହାତି ଜରୁରୀ ନୁହଁ। ଆଉ ଯେଉଁ ଟ୍ରାଭେଲ୍ ଏଜେନ୍ସି ଆପଣ କହୁଛନ୍ତି କି ଆପଣଙ୍କର ରିଲ୍ ବନେଇଦେବେ କି ଭିଡ଼ିଓ ବନେଇଦେବେ, ଆପଣ ନିଜେ ନିଜେ ଏବେ ଏତେ ସାରା ଆପ୍ ବାହାରିଲାଣି, ନିଜେ ନିଜେ ଆପ୍ ଏଡ଼ିଟ୍ କରିପାରିବେ ଭିଡ଼ିଓ, ନିଜେ ନିଜର ଭଲ ଭିଡ଼ିଓ ଏଡ଼ିଟ୍ କରିପାରିବେ, ନିଜେ ଭଲ ଭିଡ଼ିଓ ପକାଇ ପାରିବେ, କିନ୍ତୁ ବଞ୍ଚିଥିଲେ ତ ପକାଇବେ ନା। ତ
ସେଇ ଜିନିଷ ସବୁ ମାନନ୍ତୁ। ମାନେ ମାନେ କଥା ଆଟଲିଷ୍ଟ ଯେଉଁମାନେ ଏକ୍ସପିରିଏନ୍ସ ପର୍ସନ୍ ସେମାନଙ୍କ କଥା ଶୁଣନ୍ତୁ। ଯେଉଁଠି ଫଟୋ କରିବାର ଅଛି, ଯେଉଁଠି ଭିଡ଼ିଓ କରିବାର ଅଛି, ସେଇଠି କରନ୍ତୁ। ଆଉ ମାନେ ବି ସେଫ୍, ଟ୍ରାଭେଲ୍ ସେଫ୍। ଖୁସି କେବେ ଦୁଃଖରେ ପରିଣତ ନ ହଉ, ଏଇଟା ସବୁବେଳେ ମନେ ରଖନ୍ତୁ। କାରଣ ଆପଣ ହୁଏତ ଯାଉଛନ୍ତି, ଘରେ କାହାକୁ ଛାଡ଼ିକି ଯାଉଛନ୍ତି, ସେ ଆପଣଙ୍କ ପାଇଁ ୱେଟ୍ରେ ଥିବେ କି ଯାହା ବି ଥିବ, ତ ସେଇଟା ଗୋଟେ ଭାବିକି ଯାଆନ୍ତୁ ଆପଣମାନେ। ଆଉ ଟ୍ରାଭେଲ୍ ଏଜେନ୍ସି ତ କଥା ଶୁଣିକି ଆମେ ଏମିତି କରିଦେବୁ ସେମିତି ନାହିଁ। ଆପଣ ନିଜର ପ୍ରଥମେ ସେ ଟ୍ରାଭେଲ୍ ଏଜେନ୍ସି ବିଷୟରେ ସର୍ଚ୍ଚ କରନ୍ତୁ, ଯାହା ବି କରିବା କଥା କରନ୍ତୁ। ତାପରେ ଆଉ କ'ଣ କହିବି କି ପ୍ରେ କରନ୍ତୁ କି ଯେଉଁମାନଙ୍କ ଡେଥ୍ ହେଇଛି ସେମାନଙ୍କର ମାନେ ସାଉଲ୍କୁ ପିସ୍ ମିଳୁ, ତାଙ୍କ ଘର ଲୋକମାନଙ୍କୁ ଷ୍ଟ୍ରେନ୍ଥ ମିଳୁ, କି ସେମାନେ ଏତେ ବଡ଼ ସିଚୁଏସନ୍ ମାନେ କ'ଣ ମାନେ ଏତେ ଖୁସିର ସିଚୁଏସନ୍ ଏତେ ଖରାପ ହେଇଗଲା, ସେମାନଙ୍କ ମାନେ ଘର ଲୋକଙ୍କୁ ଷ୍ଟ୍ରେନ୍ଥ ମିଳୁ। ବାସ୍ ଏତିକି କହିକି ମୁଁ ଆଜିର ମୋର ଯେଉଁ ଭିଡ଼ିଓ ବହୁତ ଲମ୍ବା ବି ହେଇଗଲାଣି, ତ ମୁଁ ଆଜିର ଭିଡ଼ିଓ ମାନେ ଇଏ କରୁଛି। ପ୍ଲିଜ୍ ମାନେ କ'ଣ କହିବି, ମାନେ ସେଫ୍ଟି ମେଜର୍ସ ନିଅନ୍ତୁ। ଲାଇଫ୍ ମାନେ ବହୁତ ଆଗକୁ ଅଛି ଆମର, ମାନେ ବହୁତ ଏନ୍ଜୟ କରିପାରିବା। ବଟ୍ ଏବେ ଆମେ ଯେମିତି ଯେଉଁଠି ଯାହା ହେବା କଥା ସେମିତି ହେଲେ ଭଲ ହେବ। ତ ଥ୍ୟାଙ୍କ ୟୁ।